देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ଭଲ ଲାଗିଲେ ଏହାକୁ ଲାଇକ୍ ଓ ସେୟାର ନିଶ୍ଚୟ କରିବେ। ନମ୍ବର 1 ମେସିଙ୍କ ସ୍ୱପ୍ନ ପୂରଣ। ଆର୍ଜେଣ୍ଟିନା ଫିଫା ବିଶ୍ୱକପ୍ ଚାମ୍ପିୟନ। ମେସି ଏବଂ ଏମ୍ବାପେଙ୍କ ଲଢ଼େଇରେ ଶେଷରେ ବାଜି ମାରିଲେ ମେସି। ପେନାଲ୍ଟି ସୁଟ୍ଆଉଟ୍ରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସକୁ ମାତ ଦେଇଛି ଆର୍ଜେଣ୍ଟିନା। ଦୀର୍ଘ 36 ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଫିଫା ବିଶ୍ୱକପ୍ 2022ର ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା। ରୋମାଞ୍ଚକର, ଉତ୍କଣ୍ଠାପୂର୍ଣ୍ଣ ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସକୁ ପେନାଲ୍ଟି ସୁଟ୍ଆଉଟ୍ 4-2 ଗୋଲରେ ହରାଇ ତୃତୀୟ ଥର ଫୁଟବଲ ବିଶ୍ୱକପ୍ ଚାମ୍ପିୟନ ହୋଇଛି ଆର୍ଜେଣ୍ଟିନା। ଆଉ ଦୁନିଆର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେଲ ମେସିଙ୍କ ବିଶ୍ୱକପ୍ ଜିତିବା ସ୍ୱପ୍ନ ସାକାର ହୋଇଛି। ନିଶ୍ୱାସ ଅଟକାଇ ଦେଉଥିବା ଏବଂ ହୃତ୍କମ୍ପନ ବଢ଼ାଇ ଦେଉଥିବା ମ୍ୟାଚ୍ରେ ଲିଓନେଲ ମେସି 2ଟି ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଡିଏଗୋ ମାରାଡୋନାଙ୍କ ପରି ମେସି ଦଳର ନେତୃତ୍ୱ ନେଇ ଦଳକୁ ବିଶ୍ୱବିଜୟୀ କରାଇଛନ୍ତି। ଏହା ପୂର୍ବରୁ ଆର୍ଜେଣ୍ଟିନା 1978 ଏବଂ 1986ରେ ବିଶ୍ୱ ଚାମ୍ପିୟନ ହୋଇଥିଲା। ନମ୍ବର 2 ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ଯୁଦ୍ଧପୋତ। ସ୍ୱଦେଶ ନିର୍ମିତ P-15B ଷ୍ଟିଲ୍ଥ ଗାଇଡେଡ୍ ମିଜାଇଲ୍ ଯୁଦ୍ଧପୋତ ମୋରମୁଗାଓ ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ମୁମ୍ବାଇରେ ଯୁଦ୍ଧପୋତକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି। ମୋରମୁଗାଓ ସାହାଯ୍ୟରେ ଭାରତୀୟ ନୌସେନାର ଭାରତ ମହାସାଗରରେ କ୍ଷମତା ବୃଦ୍ଧି ପାଇବ ଏବଂ ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ଦୃଢ଼ ହେବ। ଏହି କାର୍ଯ୍ୟକ୍ରମରେ ସିଡିଏସ୍ ଜେନେରାଲ ଅନିଲ ଚୌହାନ, ନୌସେନା ମୁଖ୍ୟ ଆଡମିରାଲ ଆର୍ ହରିକୁମାର, ଗୋଆ ରାଜ୍ୟପାଳ PS ଶ୍ରୀଧରନ ପଲେଇ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରିକୁମାର କହିଛନ୍ତି, ସ୍ୱଦେଶୀ ଯୁଦ୍ଧ ଜାହାଜ ନିର୍ମାଣ ଇତିହାସରେ ଆଉ ଏକ ମାଇଲଖୁଣ୍ଟ ସାଜିଛି, କାରଣ ବିଧ୍ୱଂସକ ମୋରମୁଗାଓକୁ ହସ୍ତାନ୍ତର କରାଯାଇଛି। ନମ୍ବର 3 କଂଗ୍ରେସର ହାତ ସେ ହାତ ଯୋଡ଼ ଯାତ୍ରା ଜାନୁଆରୀ 26ରୁ ହେବ ଆରମ୍ଭ। ଆସନ୍ତା ଜାନୁଆରୀ 26 ତାରିଖଠାରୁ ଆରମ୍ଭ ହେବ କଂଗ୍ରେସର ହାତ ସେ ହାତ ଯୋଡ଼ ଯାତ୍ରା। 2 ମାସ ଧରି ଚାଲିବ ଏହି ଯାତ୍ରା। ଏହି ଯାତ୍ରା ସମୟରେ ରାଜ୍ୟ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବ କଂଗ୍ରେସ। ଏନେଇ କାଲି କଂଗ୍ରେସ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ପ୍ରଭାରୀ ଚେଲାକୁମାରଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ଜିଲ୍ଲା କଂଗ୍ରେସ ସଭାପତି ଉପସ୍ଥିତ ଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା 100 ଦିନରେ ପହଞ୍ଚିଛି ଏବଂ 2800 କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିଛି। ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ସମ୍ପନ୍ନ ହେବା ପରେ ଏବେ ରାଜସ୍ଥାନରେ ଚାଲିଛି। ନମ୍ବର 4 ଡିସେମ୍ବର 26ରେ ବିଜେଡିର 25ତମ ପୂର୍ତ୍ତି ଦିବସ ପୁରୀରେ ହେବ ପାଳନ। ବିଜୁ ଜନତା ଦଳ ବିଜେଡିର 25ତମ ପୂର୍ତ୍ତି ଦିବସ ଆସନ୍ତା 26 ତାରିଖରେ ପାଳନ ହେବ। ଏହି ଦିବସ ପୁରୀରେ ପାଳନ ହେବ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 26 ତାରିଖ ଦିନ ପୁରୀରେ 25ତମ ପୂର୍ତ୍ତି ଦିବସ ବିଜୁ ଜନତା ଦଳ ପାଳନ କରିବ ବୋଲି ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଳର ରାଜ୍ୟ, ଜିଲ୍ଲା, ବ୍ଲକ ଓ ସହରାଞ୍ଚଳର କର୍ମକର୍ତ୍ତାମାନେ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ। ପୂର୍ବାହ୍ନରେ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ସମ୍ବୋଧିତ କରିବେ। ଆଗାମୀ 15 ଦିନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହି ସମାରୋହ ପାଳନ କରାଯିବ। ପାଣିପାଗ ସୂଚନା 3 ଡିଗ୍ରୀ ଖସିବ ପାରଦ। ରାଜ୍ୟରେ ପାରଦ ନିମ୍ନଗାମୀ ହେଉଛି। ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ 4ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା 24 ଘଣ୍ଟା ମଧ୍ୟରେ ରାତି ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଗକୁ ଶୀତ ପ୍ରକୋପ ଆହୁରି ବଢ଼ିବ। ଗତ 24 ଘଣ୍ଟାରେ ରାଜ୍ୟରେ ସବୁଠୁ କମ୍ ରାତିରେ ତାପମାତ୍ରା ଝାରସୁଗୁଡ଼ାରେ 10.4 ଡିଗ୍ରୀ ରେକର୍ଡ ହୋଇଛି। ନମ୍ବର 6 ଚାଇନା ପ୍ରଡକ୍ଟକୁ ବୟକଟ୍ ପାଇଁ ନାରା ଦେଲେ କେଜରିୱାଲ। ଅରୁଣାଚଳ ପ୍ରଦେଶ LAC ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା ମୁହାଁମୁହିଁକୁ ନେଇ ପୁଣି ଥରେ ବୟକଟ୍ ନାରା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ ଚାଇନା ଉତ୍ପାଦକୁ ବୟକଟ୍ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ 2 ଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା। ଆମ ସେନା ଦେଶର ଗର୍ବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ। ମୁଁ ଯବାନଙ୍କର ସାହସକୁ ନମସ୍କାର କରୁଛି। ଆହତ ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ମୁଁ ସେମାନଙ୍କର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ପୂର୍ବରୁ କେଜରିୱାଲ ଚୀନ ସହିତ ବାଣିଜ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି। ନମ୍ବର 7 ସବୁ ଗାଁରେ ଇଣ୍ଟରନେଟ୍ ପହଞ୍ଚାଇବ BSNL। ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ BSNL ଦେଶର ସବୁ ଗ୍ରାମରେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଇବା ଉପରେ କାର୍ଯ୍ୟ କରୁଛି। ଆସନ୍ତା ବର୍ଷକ ଭିତରେ କମ୍ପାନୀ ସବୁ ଗାଁରେ 4G ଇଣ୍ଟରନେଟ୍ ପହଞ୍ଚାଇବ ବୋଲି ଟେଲିକମ୍ ସଚିବ କେ ରାଜାରମଣ କହିଛନ୍ତି। କେବଳ ମୋବାଇଲ ସେବା ନୁହେଁ, ଅପ୍ଟିକାଲ ଫାଇବର ସଂଯୋଗ ସଂଖ୍ୟା ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସହରାଞ୍ଚଳରେ ଅପ୍ଟିକାଲ ଫାଇବର ରହିଛି। ଗ୍ରାମାଞ୍ଚଳରେ ଭାରତନେଟ୍ ଜରିଆରେ ବର୍ତ୍ତମାନ ସୁଦ୍ଧା 1.89 ଲକ୍ଷ ଗାଁରେ ସଂଯୋଗ ପ୍ରଦାନ କରାଯାଇଛି। ଦେଶର ସମସ୍ତ 6 ଲକ୍ଷ ଗ୍ରାମରେ ବ୍ରଡବ୍ୟାଣ୍ଡ ସଂଯୋଗ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହି ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ରାଜାରମଣ କହିଛନ୍ତି। ନମ୍ବର 8 ସମ୍ବଲପୁରର ଆଉ 3 ଆଇନଜୀବୀ ଗିରଫ।
हाइकोर्ट बेंच स्थापन पर संबलपुर में होता आंदोलन और भंगारुजा घटना आउ 3 जण आईनजीवी को गिरफ करिछि पुलिस। सेमानक मध्य 2 जण महिला आईनजीवी अछंती। गिरफ आईनजीवी माने हेउचंती विष्णुप्रिया भोई, सेबती बंझर एवं मिलन महाराणा। यह 3 जण को मिसई एजावत यह घटना रे मोट 26 जण आईनजीवी को गिरफ करा जायछि। सेहिपरि मोट गिरफ्तारी संख्या 35 को वृद्धि पाइछि। आगो को यह संख्या बढ़ी पारे बोली कहजाउछि। अन्य पक्षरे गतकाली 54 जण वकीलों को छाड़ी संबलपुर बार अन्य सबु सदस्यों उपरु निलंबन आदेश को प्रत्याहार करि नैथिले बार काउंसिल ऑफ इंडिया। नंबर 9 मेघालय रे प्रधानमंत्री विभिन्न विकासमूलक प्रकल्पर कले उद्घाटन। मेघालय रे प्रधानमंत्री नरेंद्र मोदी काली प्रधानमंत्री मेघालय राजधानी शिलंग गस्त करिसेंती। शिलंग रे पहुंची बस उत्तर पूर्व परिषदर 50तम सुवर्ण जयंती उत्सव रे सामिल होइछंती। ए उत्सव रे प्रधानमंत्री को शिलंगर पारंपरिक पोशाक रे देखिबाको मिलिछि। परे परे प्रधानमंत्री सबको संबोधित करथिले। ए उत्सव रे प्रधानमंत्री मोदी विभिन्न विकासमूलक प्रकल्पर उद्घाटन करिसेंती। उत्तर पूर्व परिषदर 50तम सुवर्ण जयंती उत्सव रे केंद्र गृहमंत्री अमित शाह मध्य जोग देइछंती। प्रधानमंत्री को मेघालय त्रिपुरा गस्त समय 6800 कोटी अधिक मूल्यर प्रकल्प पर भित्तिप्रस्तर स्थापन होइछि। एही प्रकल्प गुड़िकरे लोकंक पई घर, रास्ता, कृषि, टेलीकॉम, सूचना प्रजुक्ति विद्या, पर्यटन एवं आतिथ्य समेत विभिन्न क्षेत्रर प्रकल्प अंतर्भुक्त थिबा प्रधानमंत्री कार्यालय पक्षरु सूचना दिया जाइछि। नंबर 10 प्राचीन एवं आदिवासी भाषार संरक्षण पई पांठी गठन करिबो यूनेस्को। प्राचीन तथा आदिवासी भाषागुड़ी को पुनर्जीवित संरक्षण तथा प्रोत्साहित करने यूनेस्को एक बहुदाता पांठी गठन करने को पदक्षेप नेउथबा जणा पड़िछि। एथिरे प्राकृत, पाली एवं शारदा भली प्राचीन भारतीय भाषा मध्य रहिछि। यूनेस्को द्वारा अंतर्जातीय दशंधिर स्वदेशी भाषा कार्यक्रम अधीन एक टास्क फोर्स गठन करा जाइछि। इंदिरा गांधी जातीय कड़ा केन्द्र कड़ानिधि डिविजन मुख्य तथा नेशनल स्कूल ऑफ ड्रामार निर्देशक रमेश गौर को यह कमिटीर सहअध्यक्ष भाव दायित्व दि जाइछि। एथिरे विभिन्न भारतीय भाषा समेत विश्वर प्राचीन भाषागुड़िकर संरक्षण एवं प्रोत्साहन पई एहाको अनुवाद करा जिवो, जहा फଳରେ आगामी पीढ़ी यह विषय संपूर्ण ज्ञान हासिल करिपारिबे। एथिलागि विभिन्न समूह एवं बेसरकारी संस्था पई पांठी उपलब्ध हेबो। सूचना अनुसार समस्त सदस्य देश द्वारा एक नूतन कार्य योजना कार्यकारी हेबो। नंबर 11 हॉकी विश्वकप आज टिकेट बिक्री आरंभ। एफआईएच पुरुष हॉकी विश्वकप पर डिसेम्बर 19 ठारू ऑफलाइन टिकेट बिक्री आरंभ हेबो। उभय भुवनेश्वर और राउरकेला स्टेडियम रे टिकेट बिक्री आरंभ हेबो। भुवनेश्वर स्थित कलिंग स्टेडियम 8 नंबर गेट रे हॉकी टिकेट मिलिबो। सेहीपरि बिरसा मुंडा स्टेडियम 2 और 6 नंबर गेट रे टिकेट पाई परिबे दर्शक। दिन 11 टारू संध्या 7 टा जाए ऑफलाइन रे टिकेट मिलिबो। कलिंग स्टेडियम रे वेस्ट स्टैंड पई टिकेट रो मूल्य 500 टंका रखा जाइछि। सेहीपरि ईस्ट स्टैंड पई 400, नॉर्थ और साउथ स्टैंड पई 200 टंका लेखाएं मूल्य धार्य करा जाइछि। अपरपक्षे राउरकेला बिरसा मुंडा स्टेडियम वेस्ट स्टैंड पई 500, ईस्ट स्टैंड पई 200, नॉर्थ और साउथ स्टैंड पई 100 टंका धार्य करा जाइछि। जनवरी 13 रु आरंभ हेबो एफआईएच पुरुष हॉकी विश्वकप। यह जनवरी 29 तारिख पर्यंत चलिबो। नंबर 12 भद्रक रे धरा पड़िला 1,07,000 नकली जमी। भद्रक जिले में चलित वर्ष खरीफ धान किणा पई सरकार पाग भिड़ुवा बेले आसंता 28 तारिख में सरकारी मंडी में धान किणा पर्व आरंभ हेबो। मात्र यह पूर्व जिले में केतेक नकली चाषी सेमानकर नकली जमी पट्टा देई चाषी पंजीकरण करथिले। तार सैटेलाइट सर्वे करा जायथिला। जिलापाल बलिराम बेंदारଙ୍କ निर्देश क्रमे जिल्लार 7टी ब्लॉक रे कर्मचारी माने क्षेत्रीय तदंत करथिले। एही सैटेलाइट सर्वेर जाल रे धरा पड़िछंती नकली चाषी आउ नकली जमी प्लॉट। एमानकर चाष जमी नथिबा बेले एमाने कायदा कटकणा करी नकली जमी प्लॉट देखई चाषी पंजीकरणर सुविधा मारी नेबाकू योजना करथिले। एबे धान किणा पूर्वरु एही नकली चाषी और सेमानकर नकली जमी प्लॉट सबु सैटेलाइट स्कैनर को आसी जाइछि। एही नकली जमी को नै जो चाषी माने सेमानकर चाषी पंजीकरण करथिले ताहाको बाद दिया जिवो बोली राज्य सरकार निर्देश दैछंती। नंबर 13 देवेंद्र फडणवीस को पुणी थरे मुख्यमंत्री करबाकू उठिला दाबी। महाराष्ट्र में शीत अधिवेशन पूर्व बीजेपी राज्य सभापति चंद्रशेखर बावनकुले देवेंद्र फडणवीस को पुणी थरे मुख्यमंत्री करने को दाबी करिसेंती। एबे उपमुख्यमंत्री अछंती देवेंद्र फडणवीस। बावनकुले कहिसेंती जे मु महाराष्ट्र बीजेपी अध्यक्ष थिबा समय रे देवेंद्र फडणवीस पुणी थरे महाराष्ट्र मुख्यमंत्री हेबा उचित। कहिसेंती जे फडणवीस सबु वर्गर लोकन को न्याय देबार काम करिसेंती। मराठा होंतु कि धंगर किंबा अन्य कोनसे संप्रदाय को न्याय प्रदान करिबा भली कार्य फडणवीस ही करिसेंती। 2014 रु 2019 रो जुग पुणी थरे महाराष्ट्र रे फेरिबा उचित। नंबर 14 कांग्रेस रे मिसिले गुडली और पम्मी। कांग्रेस रे मिसिले विशिष्ट ओडिया संगीतकार गुडली रथ एवं गायिका पम्मी मिश्र। कांग्रेस राज्य प्रभारी ए चेल्लकुमार और पीसीसी सभापति शरद पट्टनायक उपस्थिति रे रविवार एही दुई कलाकार दल रे जोग देइछंती। कांग्रेस रे जोग देबा परे गुडली रथ कहिसंती जे
ତାଙ୍କ ବାପା ଗଙ୍ଗାଧର ରଥ କଂଗ୍ରେସରେ ଥିଲେ, ତେଣୁ ସେ କଂଗ୍ରେସରେ ସାମିଲ ହେବାର ଏହା ପ୍ରଥମ କାରଣ। ଦ୍ୱିତୀୟ କଥା ହେଉଛି ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ତାଙ୍କୁ ଖୁବ୍ ପ୍ରେରଣା ଦେଇଛି। ତୃତୀୟ କଥା ହେଲା ପିସିସି ସଭାପତି ଶରଦ ପଟ୍ଟନାୟକ ମଧ୍ୟ ତାଙ୍କୁ କଂଗ୍ରେସରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଶରଦ ପଟ୍ଟନାୟକଙ୍କ ଆଦର୍ଶ ତାଙ୍କୁ ବହୁତ ଭଲ ଲାଗିଛି। ସେହିପରି ଚଳିତ ବର୍ଷ କଂଗ୍ରେସ ତରଫରୁ ମେୟର ପ୍ରାର୍ଥୀ ହୋଇଥିବା ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ତାଙ୍କୁ ଦଳରେ ଯୋଗ ଦେବା ଲାଗି କହିଥିଲେ। ଗୁଡଲି କହିଛନ୍ତି ଯେ ତାଙ୍କ ଦ୍ୱାରା ଯାହା କିଛି ସମ୍ଭବ ହୋଇପାରିବ ସେ କଂଗ୍ରେସ ପାଇଁ ତାହା କରିବେ। ନମ୍ବର 15 ଇଣ୍ଡିପେଣ୍ଡେନ୍ସ ବ୍ରାଣ୍ଡ ନାଁରେ ଏଫଏମସିଜି ମାର୍କେଟରେ ରିଲାଏନ୍ସର ଏଣ୍ଟ୍ରି। ଟେଲିକମ୍ ବ୍ୟବସାୟରେ ଅଭୂତପୂର୍ବ ସଫଳତା ପରେ ଏବେ ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ ବ୍ୟବସାୟକୁ ଓହ୍ଲାଇଲା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀ। ଟାଟା, ଅଡାନୀ, ଆଇଟିସି, ପତଞ୍ଜଳିକୁ ଟକ୍କର ଦେବ ଅମ୍ବାନୀଙ୍କ ଇଣ୍ଡିପେଣ୍ଡେନ୍ସ ପ୍ୟାକେଟ୍ ସାମଗ୍ରୀ। ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସ ବା ଏଫଏମସିଜିରେ ଭାରତ ବିଶ୍ୱର ଚତୁର୍ଥ ବଡ଼ ବଜାର। ଟେଲିକମ୍ ମାର୍କେଟରେ ଏକତରଫା କବ୍ଜା ପରେ ଏବେ ଏଫଏମସିଜି ମାର୍କେଟକୁ କବ୍ଜା କରିବାକୁ ଅମ୍ବାନୀ ଇଣ୍ଡିପେଣ୍ଡେନ୍ସ ବ୍ରାଣ୍ଡ ନାଁରେ ପ୍ୟାକେଟ୍ ସାମଗ୍ରୀ ବଜାରକୁ ଛାଡ଼ିଛି। ତେବେ ଏହାକୁ ପରୀକ୍ଷାମୂଳକ ଭାବେ ଅମ୍ବାନୀଙ୍କ ଘରୋଇ ରାଜ୍ୟ ଗୁଜରାଟ ବଜାରରେ ଗତକାଲି ଛଡ଼ାଯାଇଛି। ସଫଳ ହେଲେ ଏହା ସାରା ଭାରତରେ ବିକ୍ରି କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଇଣ୍ଡିପେଣ୍ଡେନ୍ସ ନାଁରେ କମ୍ପାନୀ ଏକାଧିକ ପ୍ୟାକେଟ୍ ସାମଗ୍ରୀ ବିକ୍ରି କରୁଛି, ଯଥା ଅଟା, ଚିନି, ବେସନ ଏବଂ ହରଡ଼ ଡାଲି, ଚାଉଳ, ବିସ୍କୁଟ, ଖାଇବା ତେଲ ଓ ପ୍ୟାକେଟ୍ ପାଣି ଆଦି ବିକ୍ରି କରୁଛି ରିଲାଏନ୍ସ। ନମ୍ବର 16 ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଲେ ପାକିସ୍ତାନର ଶାସକ ଦଳ ନେତ୍ରୀ। ରିପୋର୍ଟ ପାକିସ୍ତାନ ପିପୁଲ୍ସ ପାର୍ଟିର ନେତ୍ରୀ ସାଜିଆ ମରି ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଇଥିବା କଥା ବୋଲ୍ ନ୍ୟୁଜ୍ରୁ ଉଦ୍ଧୃତ କରି ସମ୍ବାଦ ସରବରାହ ସଂସ୍ଥା ଏନ୍ଆଇଏ ରିପୋର୍ଟ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ପ୍ରତି ସମର୍ଥନ ଜଣାଇ ଏକ ସାମ୍ବାଦିକ ସମ୍ମିଳନୀରେ ମରି ସାମ୍ବାଦିକମାନଙ୍କୁ କହିଛନ୍ତି, ପାକିସ୍ତାନର ପରମାଣୁ ବୋମା ଥିବା କଥା ଭାରତ ଭୁଲିଯିବା ଅନୁଚିତ। ଆମର ଆଣବିକ ପ୍ରତିପତ୍ତି ଚୁପ୍ ରହିବା ନିମିତ୍ତ ନୁହେଁ। ଯଦି ପ୍ରୟୋଜନ ହୁଏ ଆମେ ପଛଘୁଞ୍ଚା ଦେବୁ ନାହିଁ। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଥିଲେ, ଓସାମା ବିନ୍ ଲାଡେନ୍ ମରିଯାଇଛନ୍ତି, କିନ୍ତୁ ଗୁଜରାଟର କନସାଇ ବଞ୍ଚିଛନ୍ତି, ଆଉ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘରେ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି କହିବା ପରେ ଭୁଟ୍ଟୋ କ୍ରୋଧାନ୍ୱିତ ହୋଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ନମ୍ବର 17 ରାଜଧାନୀରେ ଡ୍ରୋନ୍ ମାଧ୍ୟମରେ ମଶାମାର ପ୍ରକ୍ରିୟା ଆରମ୍ଭ। ମଶାଙ୍କ ଉପଦ୍ରବ ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି। ସନ୍ଧ୍ୟା ହେଲେ ମଶା ଦାଉରେ ଲୋକେ ଛଟପଟ ହେଉଛନ୍ତି। ଏହାର ସମାଧାନ ପାଇଁ କାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଡ୍ରୋନ୍ରେ ମଶା ଲାର୍ଭା ନଷ୍ଟ ପ୍ରକ୍ରିୟା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୀଳାଦ୍ରି ବିହାରଠାରେ ଡ୍ରୋନ୍ ମାଧ୍ୟମରେ ମଶା ଲାର୍ଭା ନଷ୍ଟକାରୀ ତୈଳ ସିଞ୍ଚନର ଶୁଭାରମ୍ଭ କରିଛନ୍ତି ବିଏମ୍ସି କମିଶନର ବିଜୟମୃତା କୁଲଙ୍ଗେ। ଏହି ସ୍ପ୍ରେ ଦ୍ୱାରା ମଶାମାନେ ମରି ତଳେ ଖସି ପଡ଼ିବେ ବୋଲି ସୂଚନା ମିଳିଛି। ନମ୍ବର 18 ବିହାର ମଦମୃତ୍ୟୁ ଘଟଣାର ପ୍ରତ୍ୟକ୍ଷ ତଦନ୍ତ କରିବ ମାନବାଧିକାର ଆୟୋଗ। ବିହାର ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ମାନବାଧିକାର ଆୟୋଗ ପ୍ରତ୍ୟକ୍ଷ ଭାବେ ଏହାର ତଦନ୍ତ ଲାଗି ଏକ ଦଳକୁ ଘଟଣାସ୍ଥଳକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ପୀଡ଼ିତାଙ୍କୁ କେଉଁଠାରେ ଏବଂ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି ତାହା ଜାଣିବାକୁ ଆୟୋଗ ଚାହୁଁଛନ୍ତି। ଆୟୋଗ କହିଛନ୍ତି ଯେ ଅଧିକାଂଶ ପୀଡ଼ିତ ଲୋକ ଗରିବ ପରିବାରର ଅଟନ୍ତି ଏବଂ ସେମାନଙ୍କ ପାଇଁ ଘରୋଇ ଡାକ୍ତରଖାନାରେ ବ୍ୟୟବହୁଳ ଚିକିତ୍ସା ସମ୍ଭବ ନୁହେଁ। ଆୟୋଗ କହିଛନ୍ତି ପୀଡ଼ିତଙ୍କୁ ରାଜ୍ୟ ସରକାର ଯଥାସମ୍ଭବ ଚିକିତ୍ସା ଯୋଗାଇ ଦେବା ଉଚିତ। ନମ୍ବର 19 ବାରଙ୍ଗ ଥାନା ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାରଙ୍ଗ ଥାନା ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନର ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ମୃତ ଏଏସ୍ଆଇ ବାରଙ୍ଗ ଥାନାରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ ପ୍ରାଥମିକ ତଦନ୍ତରୁ ଏଏସ୍ଆଇଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଏସ୍ସିବି ମେଡିକାଲକୁ ନେଇଥିବା ସୂଚନା ରହିଛି। ନମ୍ବର 20 ନାଟ୍ୟକାର ତଥା ସିନେ ନିର୍ଦ୍ଦେଶକ ପ୍ରଦୀପ ଭଡ଼ଙ୍କ ପରଲୋକ। ଜଣାଶୁଣା ନାଟ୍ୟକାର, ଲେଖକ ତଥା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ପ୍ରଦୀପ ଭଡ଼ଙ୍କର ରବିବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କ 59 ବର୍ଷ ହୋଇଥିଲା। କାଲି ସକାଳେ ପ୍ରଦୀପ ଭଡ଼ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନମ୍ବର 21 ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ନେତା ଦାୟୀ କରିବା ଅପ୍ରାସଙ୍ଗିକ, କହିଲେ ଦାମ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ବଲପୁର ଓକିଲ ସଂଘ ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ସମସ୍ୟା ଉପୁଜିବା ଓ ଓକିଲମାନେ ଗିରଫ ହେବା ଘଟଣାରେ ବିଜେପି ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି, ଯାହାକି ଅପ୍ରାସଙ୍ଗିକ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ। ଡକ୍ଟର ଦାମୋଦର କହିଛନ୍ତି ଯେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଏକ ବିଚାର ବିଭାଗୀୟ ବିଷୟ। ଏହା ପ୍ରଶାସନିକ ବିଚାର ଅଧିକାର ବିଷୟ ନୁହେଁ। ରାଜ୍ୟ ଭିତରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ କେଉଁ କାରଣରୁ କେଉଁଠାରେ ସ୍ଥାପନ କରାଯିବ ସେ ସମ୍ପର୍କରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାର ଆଲୋଚନା କରି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପରେ ରାଜ୍ୟ ସରକାର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି।
केवल राजनीतिक स्वार्थ हासिल ପାଇଁ ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ବିଜେପି ନେତାମାନେ ବିବୃତ୍ତି ଦେଉଛନ୍ତି ବୋଲି ଡକ୍ଟର ରାଉତ କହିଛନ୍ତି। ନମ୍ବର 22 ମୁମ୍ବାଇରେ ଶୀତରେ ଗ୍ରୀଷ୍ମର ଅନୁଭବ, ତାପମାତ୍ରା 35.6 ଡିଗ୍ରୀ ସେଲସିୟସ୍। यह शीत ना ग्रीष्म ऋतु। शुक्रवार मुंबईर तापमात्रा पाखापाखि 40 डिग्री छुईला। भारतीय पाणीपाग विभाग सूचना अनुसार सहरर सर्वाधिक तापमात्रा 35.6 डिग्री रेकर्ड कर। गुरुवार यह तापमात्रा थिला 34.9 डिग्री, जहाँ महाराष्ट्र में सर्वाधिक। पाणीपाग विभाग कहवा अनुसार अरब सागर में लघुचाप जो पवनर गति बदली जाइछि एवं दक्षिण पूर्व आड़क यह प्रवाहित होउछि। आउ किछि दिन यह स्थिति जारी रहिबो। उत्ताप वृद्धिर यह गोटे कारण। दिन भाग सह रात्रि भागर तापमात्रा मध्य मुंबई में वृद्धि पाई। तेबे विशेषज्ञ मान कहवा अनुसार सहर भितर आखपाख अंचल जलाशय और खालु अंचल गुड़ी को पोती घर कर रास्ता घर कलकारखाना आदि व्यापक गछ कटा जाउथिबारु मुंबई और महाराष्ट्र अन्य अंचल गुड़िक शीत दिन में ग्रीष्मर अनुभव होउछि। नंबर 23 भुशुड़िला 13 कोटी टंकार निर्माण होइथिबा ब्रिज। बिहार सरकार एवं विषाक्त मद मृत्यु को नहीं बद बेले एवं आउ एक बड़ घटना घटी। 13 कोटी खर्च कर निर्माण कर एक ब्रिज भुशुड़ा पर एवं बिहार सरकार आड़क प्रश्नर आंगुड़ी उठी। घटनाटी बेगूसराय में घटी बेले आउ किछि दिन मध्य ब्रिजर उद्घाटन होता जमापड़ी। सूचना मुताबक मुख्यमंत्री नाबार्ड योजना अधीन 206 मीटर लंबा ब्रिज निर्माण कर किंतु प्रवेश रास्ता अभाव सेतु उद्घाटन हो पारि नथिला। निर्माण काम शेष होगा पर किछि दिन पूर्व ब्रिजर आगभागे एक फाट सृष्टि होइथिला। डिसेम्बर 15 रे ब्रिज रे फाट थिबा नै कर्तृपक्ष को एक चिठी लेखा जाइथिबा बेले काली सकाळे ब्रिजर आगभाग भुशुड़ी पड़िथिबा जणा पड़िछि। नंबर 24 जाति बाहरे प्रेम विवाह करी प्रतिवर्ष संख्याधिक मृत्युवरण करुछंती कहिले सीजीआई। जाति बाहरे प्रेम विवाह करी प्रतिवर्ष संख्याधिक मृत्युवरण करुछंती। प्रधान विचारपति डीवाई चंद्रचूड़ एपरी बयान देइछंती। 1991 रे उत्तर प्रदेश रे ऑनर किलिंग घटना को केंद्र करी अमेरिकार एक मैगजीन रे यह उल्लेख कर जाइथिला बोली कहिसंती सीजीआई। मैगजीन रो आर्टिकल रे यूपी रो एक 15 वर्षीय नाबालिकर करुण प्रेम कहानी छपा जाइथिला। निजठू तळ जातिर एक युवक को से प्रेम विवाह करिथिला। फଳରେ गाँवर अन्य उच्च जाति लोके ताको हत्या करिथिले। से कहिथिले आईन बाह्य संपर्क को नियंत्रित करे, नैतिकता आभ्यंतरीण जीवन को परिचालित करे और प्ररोचित करे। नैतिकता आम चेतना को जागृत करी किपरि व्यवहार देखैब सेतिप्रति प्रभावित करे बोली कहिसंती सीजीआई। नंबर 25 राउरकेला महानगर निगम पक्षर अनुष्ठित हैला रन फॉर हॉकी कार्यक्रम। राउरकेला महानगर निगम पक्षर अनुष्ठित होइछि रन फॉर हॉकी कार्यक्रम। हॉकी विश्वकप को दृष्टि रे रखी सहर में एक क्रीड़ा वातावरण सृष्टि करने को यह कार्यक्रम आयोजन कर 10 किलोमीटर व्यापी यह दौड़ प्रतियोगिता रे सामिल होइथिले छात्र छात्री, युवक युवती और वरिष्ठ नागरिक। कार्यक्रम शेष में सांस्कृतिक कार्यक्रम समेत प्रत्येक वर्गर विजेता को पुरस्कृत कर जाइथिला। सहरर प्रत्येक व्यक्ति हॉकी विश्वकप सह जोड़ी हेबाकू रन फॉर हॉकी आयोजित होइछि। रिंग रोड्र हनुमान बाटिका छकरू राउरकेला क्लब छक पर्यंत 10 किलोमीटर व्यापी गणदौड़ सरिबा परे सेक्टर 2 दुर्गापूजा पड़िया आकर्षणीय सांस्कृतिक कार्यक्रम अनुष्ठित होइथिला। नंबर 26 मिसेस वर्ल्ड 2022 जीतिले सरगम कौशल। शेष है 21 वर्षर अपेक्षा। शेष में मिसेस वर्ल्ड आख्या अर्जन कला भारत। सरगम कौशल मिसेस वर्ल्ड 2022 विजयिनी होई भारत को गौरवान्वित करिसंती। सूचना मुताबक अमेरिका रे मिसेस वर्ल्ड 2022 कार्यक्रम आयोजित होइथिला। एही कार्यक्रम रे बॉलीवुड रो बड़ तारका माने नजर आसीथिले। विभिन्न प्रतियोगिता जीति शेष में मिसेस वर्ल्ड आख्या अर्जन करिबारे सफल होइथिले सरगम। नंबर 27 188 रन रे बांग्लादेश को हरैला भारत। बांग्लादेश विपक्ष प्रथम टेस्ट रे विजयी होइछि भारत। बांग्लादेश को दल 188 रन रे परास्त करिछि। या सहित 2 मैच विशिष्ट एही टेस्ट सीरीज रे टीम इंडिया 1-0 रे आगुआ रहिछि। दुईटी जाक इनिंग्स रे मिसी 8टी विकेट नैथिबा कुलदीप यादव को मैन ऑफ द मैच प्रदान कर जाइछि। भारत प्रथम इनिंग्स रे 404 रन करी ऑल आउट होइथिबा बेले बांग्लादेश 150 रन करिथिला। द्वितीय इनिंग्स रे भारत 2 विकेट हरई 258 रन करिथिबा बेले पाड़ी घोषणा करिथिला। भारत 513 रन रो विजय लक्ष्य देइथिबा बेले बांग्लादेश द्वितीय इनिंग्स रे 324 रन करी ऑल आउट हो जाइथिला। भारत बांग्लादेश मध्यस्थ द्वितीय तथा अंतिम टेस्ट मैच डिसेम्बर 22 रु मीरपुर रे खेला जिवो। नंबर 28 मैच सह टी20 सीरीज हारिला भारतीय महिला दल। ऑस्ट्रेलिया ठारू टी20 सीरीज हारी जाइछि भारतीय महिला दल। अधिनायक हरमनप्रीत कौर 46 और ऋचा घोष पराजित 19 बॉल रे 40 रन सत्वे ऑस्ट्रेलिया ठारू 7 रन रे चतुर्थ टी20 हारिछि भारत। यह विजय सह 5 टिकिया टी20 सीरीज को आगुआ 3-1 रे कब्जा करि नैछि भ्रमणकारी ऑस्ट्रेलिया महिला दल। नंबर 29 दक्षिण आफ्रिका को 6 विकेट रे हरैला ऑस्ट्रेलिया। ऑस्ट्रेलिया दक्षिण आफ्रिका मध्य खेला जाइथिबा प्रथम टेस्ट मात्र 2 दिन रे शेष हो जाइछि। 2 दिन मध्य 504 रन होइथिबा बेले
34 ୱିକେଟ୍ର ପତନ ଘଟିଥିଲା। ବିଜୟ ସହ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଅଷ୍ଟ୍ରେଲିଆ 1-0ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 48.2 ଓଭରରେ 152 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ ଅଷ୍ଟ୍ରେଲିଆ 50.3 ଓଭର ଖେଳି 218 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ 37.4 ଓଭର ଖେଳି 59 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ବିଜୟ ପାଇଁ ଅଷ୍ଟ୍ରେଲିଆକୁ 34 ରନ୍ ଆବଶ୍ୟକ ହେଉଥିଲା। 8 ଓଭରରେ 4 ୱିକେଟ୍ ହରାଇ ସେମାନେ ଏହାକୁ ହାସଲ କରିନେଇଥିଲେ। ନମ୍ବର 30 ଫିକି ସଭାପତି ଦାୟିତ୍ୱ ଗ୍ରହଣ କଲେ ସୂର୍ଯ୍ୟକାନ୍ତ ପଣ୍ଡା। ଇମ୍ଫା ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ପଣ୍ଡା କାଲି ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ମାନଜନକ ଫିକି ସଭାପତି ଦାୟିତ୍ୱ ଗ୍ରହଣ କରିବାରେ ଶ୍ରୀ ପଣ୍ଡା ହେଉଛନ୍ତି ପ୍ରଥମ ଓଡ଼ିଆ ଶିଳ୍ପପତି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ଫିକିର ଟ୍ୟାଗ୍ଲାଇନ୍ରେ ହେଉଛି ଭାରତର ବ୍ୟବସାୟ ଉଦ୍ୟୋଗର ସ୍ୱର। ସେହି ଅନୁସାରେ ଏହି କ୍ଷେତ୍ରକୁ ଆଗକୁ ନେବା ପାଇଁ ସେ ପ୍ରୟାସ କରିବେ, କାରଣ ଦେଶର ଅଭିବୃଦ୍ଧିରେ ଏହା ଯୋଗଦାନ ଦେଇଥାଏ। ମୋର ପ୍ରାଥମିକତା ଏମ୍ଏସ୍ଏମ୍ଇ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ରହିବ। ଓଡ଼ିଶା ଆସନ୍ତା ବର୍ଷ ଫିକିର ଏଜେଣ୍ଡାର କେନ୍ଦ୍ରବିନ୍ଦୁ ରହିବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।